ଆଜି ହେଉଛି ପବିତ୍ର ଗୁରୁ ଦିବସ। ତ ଗୁରୁ କହିଲେ ଫାଷ୍ଟ ତ ଆମ ନିଜ ବାପା ମାନେ ଆସନ୍ତି, ଯିଏ ଆମକୁ ଏ ଦୁନିଆକୁ ଆଣିଛନ୍ତି, ଆମକୁ ଚାଲିବା ଶିଖାଇଛନ୍ତି। ତ ହାପି ଟିଚର୍ସ ଡେ ଟୁ ମାଇ ପ୍ୟାରେଣ୍ଟସ୍, ମାଇ ଫାଦର ଆଣ୍ଡ ମଦର। ତ ସମସ୍ତେ ଆଜି ଦିନରେ ନିଜ ମା ବାପାଙ୍କୁ ବି ହାପି ଟିଚର୍ସ ଡେ ୱିଶ୍ କରନ୍ତୁ। ତ ଯେତେବେଳେ ଏମିତି ଗୁରୁ ଦିବସ ହୁଏ, ଆଗରେ ଯେତେବେଳେ ଆମେ ସ୍କୁଲରେ ପଢ଼ୁଥିଲୁ, ଆଜିକାଲି ତ ଯୁଗ ବହୁତ ଆଗକୁ ପଳେଇଲାଣି, ବହୁତ ଆଡ଼ଭାନ୍ସ ହେଇଗଲାଣି। ଆଗ ପଢ଼ି ଆଉ କିଛି ନାହିଁ। ଯେତେବେଳେ ଆମେ ଛୋଟ ଛୋଟ ଥିଲୁ, ମୁଁ ଯେତେବେଳେ ଗାଁ ସ୍କୁଲରେ ଆମର ପଢ଼ୁଥିଲି, ସେତେବେଳେ ଆମ ଘରଟା ହେଉଛି ବହୁତ ଗାଁ ଜାଗାରେ, ପୁରା ପାହାଡ଼ ଜଙ୍ଗଲ ପାଖରେ। ତ ମୁଁ ଆମ ସାଙ୍ଗମାନଙ୍କ ସହିତ ମିଶିକି ଗୁରୁ ଦିବସ ଟାଇମ୍ରେ ସବୁ ବାହାରି ପଡ଼ିଲୁ ଗାଁ ବୁଲିକି ମାଗିବା ପାଇଁ। ତ ଆମେ ସବୁ ଘର ପାଖକୁ ଯାଉ, ଗୀତ ଗାଉ, ଆଉ ଗୁରୁ ଦିବସ ପାଇଁ ସବୁ ଜିନିଷ ମାଗୁ, କିଛି ଯିଏ ବି ଯାହା ଦେବ। ତ ସେମିତି ଆମେ ଆମର ଯେଉଁ ପାହାଡ଼ ଅଛି, ଜଙ୍ଗଲ ଅଛି, ତା ଆରପଟେ ବି ଗୋଟେ ଗାଁ ଅଛି। ଏଇ ଟାଇମ୍ରେ ସେଇ ପାହାଡ଼ ଆରପଟେ ଲୋକ ଥାନ୍ତି, ଯେଉଁମାନେ ସେପଟେ ତାଙ୍କର ଘର ଅଛି, ସେମାନେ କ'ଣ କରିଥାନ୍ତି, ମକା ଚାଷ କରିଥାନ୍ତି। ଏଇ ଟାଇମ୍ରେ ଆମେ ପାହାଡ଼ ଚଢ଼ିକି ଆରପଟେ ଯାଉ, ସେ ତାଙ୍କର ମକା ଚାଷ କରିଥାନ୍ତି, ମକା ଦିଅନ୍ତି, ଆମେ ଆଣୁ, କିଛି ଟିଚର୍ସକୁ ବି ଦେଉ, ଆଉ କିଛି ଆମେ ବି ଖାଇ ପକାଉ। ସେତେବେଳେ ତ ପିଲାମାନେ ଥିଲୁ, ଆମେ ଛୋଟ ଛୁଆ ଥିଲୁ ସେତେବେଳେ, ତ ଆମେ ବି କିଛି ଲୋଭରେ ଆମେ କିଛି ରଖୁଥିଲୁ, ସାର୍ମାନଙ୍କୁ ବି ଦେଉଥିଲୁ। ତ ଏମିତି ବହୁତ ସାରା ମୋମେଣ୍ଟ ଅଛି ଯେତେବେଳେ ଆମେ ଷ୍ଟୁଡେଣ୍ଟ ଥାଉ, ବହୁତ ଜିନିଷ କରିଥାଉ ଟିଚର୍ସ ଡେରେ ଆମ ଟିଚର୍ମାନଙ୍କ ପାଇଁ। ତ ଏବେ ତ ଆଉ ଆମେ ସ୍କୁଲରେ ନାହୁଁ, ଏବେ ବଡ଼ ହେଇଯାଇଛୁ। ତ ଆପଣମାନେ ତ ଏବେ ଅଛନ୍ତି, ତୁମେମାନେ ସବୁ ଷ୍ଟୁଡେଣ୍ଟ ଅଛ, ତ ସ୍କୁଲ ଲାଇଫଟାକୁ ଏନ୍ଜୟ କରିବା ପାଇଁ ଚେଷ୍ଟା କର। ଆଉ ଆଜି ଭଳି ଦିନରେ ମୋ ସାଙ୍ଗମାନେ ହୁଅନ୍ତି କି ତୁମେମାନେ ହୁଅ, ସମସ୍ତେ ନିଜ ଟିଚର୍କୁ ମନେ ପକାଅ ଆଜି ଦିନରେ। ତ ଆମ ଲାଇଫରେ ଏମିତି ନୁହଁ କି ଖାଲି ଯେଉଁମାନେ ପଢ଼ଉଛନ୍ତି ସେମାନେ ଟିଚର୍, ଯିଏ ବି ଆମକୁ ଭଲ ରାସ୍ତା ଦେଖାଉଛନ୍ତି, ମୋଟିଭେଟ୍ କରୁଛନ୍ତି, ସମସ୍ତେ ଆମର ଟିଚର୍। ଆମର ଲାଇଫଟା ବି ଗୋଟେ ଆମ ପାଇଁ ଟିଚର୍। ତ ଠିକ୍ ଅଛି, ତ ଆଜି ଗୋଟେ ଭଲ ଦିନ, ସମସ୍ତେ ନିଜ ଟିଚର୍ମାନଙ୍କୁ ମନେ ପକାନ୍ତୁ।